ସମ୍ମାନନୀୟ ସଭାପତି ମହୋଦୟ, ମଞ୍ଚାସୀନ ଅନ୍ୟ ଗୁରୁଜୀ ଓ ନିମନ୍ତ୍ରିତ ଅତିଥି ଏବଂ ମୋର ସହପାଠୀ ଓ ସହପାଠୀ, ଆଜିର ପବିତ୍ର 78ତମ ସ୍ୱାଧୀନତା ଦିବସରେ ମୋତେ କିଛି କହିବାକୁ ସୁଯୋଗ ଦେଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ସର୍ବପ୍ରଥମେ ଆଜିର ପବିତ୍ର ଦିବସରେ ସମସ୍ତଙ୍କୁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଯେଉଁ ବୀର ମହାପୁରୁଷମାନଙ୍କ ପ୍ରଚେଷ୍ଟା, ସଂଘର୍ଷ, ସ୍ୱାର୍ଥ ତ୍ୟାଗ, ବଳିଦାନ ବଳରେ ଏ ଦେଶ ଇଂରେଜମାନଙ୍କ କବଳରୁ ମୁକ୍ତି ଲାଭ କରିଛି ଏବଂ ପରାଧୀନତାର ଶିକୁଳିରୁ ମୁକ୍ତ ହୋଇଛି, ସେଇ ମହାନ ବୀର ଯୋଦ୍ଧା ମାନଙ୍କ ପାଦ ପଙ୍କଜରେ ମୋର ହୃଦୟର ଗଭୀରତମ ପ୍ରଦେଶରୁ ପ୍ରଣାମ ଜ୍ଞାପନ କରୁଛି। କଥାରେ ଅଛି, ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ। ତେଣୁ ମା ହେଉଛି ମହାନ। ସେଇ ଭାରତ ମାତାର ପୃଷ୍ଠରେ ବହି ଯାଇଛି ପବିତ୍ର ଗଙ୍ଗା ନଦୀ, ଯାହାର ଚତୁଃପାର୍ଶ୍ୱରେ ଉଚ୍ଚ ଶିଖର ପର୍ବତମାଳା ଶୋଭାକୁ ବିମୋହିତ କରୁଛି, ଯାହାର ସୁଦୀର୍ଘ କୋଳ କାଶ୍ମୀର ଠାରୁ କନ୍ୟାକୁମାରୀ ଆଜି ସୁଜଳା ସୁଫଳା ଶସ୍ୟ ଶ୍ୟାମଳରେ ପରିପୂର୍ଣ୍ଣ। ଯଦି ଇତିହାସ ପୃଷ୍ଠାକୁ ରୋମନ୍ଥନ କରିବା, 16 ମସିହାରେ ପ୍ରଥମେ ଇଂରେଜ ମାନେ ଯେତେବେଳେ ଭାରତକୁ ଆସିଲେ, ସେତେବେଳେ ଭାରତରେ ଜାହାଙ୍ଗୀର ଶାସନ କରୁଥିଲେ। ତେଣୁ ଜାହାଙ୍ଗୀରଙ୍କ ଠାରୁ ଅନୁମତି ନେଇ ସେମାନେ ପ୍ରଥମେ ବାଣିଜ୍ୟ କରିବା ପାଇଁ ଆରମ୍ଭ କଲେ। ତାପରେ ଧୀରେ ଧୀରେ ମାଡ୍ରାସ, ବମ୍ବେ ଓ ବେଙ୍ଗଲ ଦଖଲ କରିବାକୁ ଚେଷ୍ଟା କଲେ। ମାଡ୍ରାସ ଓ ବମ୍ବେକୁ ସେମାନେ ସହଜରେ ଦଖଲ କରିଥିଲେ, କିନ୍ତୁ ଯେତେବେଳେ ବେଙ୍ଗଲ ଦଖଲ କରିବା ପାଇଁ ଆସିଥିଲେ, ତାଙ୍କୁ ଦୁଇଟି ଯୁଦ୍ଧରେ ସମ୍ମୁଖୀନ କରିବା ପାଇଁ ପଡ଼ିଥିଲା। ଗୋଟେ ହେଉଛି ପଲାସି ଯୁଦ୍ଧ, ଆଉ ଗୋଟେ ହେଉଛି ବକ୍ସର ଯୁଦ୍ଧ, ଯୋଉଟାକି ପଲାସି ଯୁଦ୍ଧ 1757 ମସିହାରେ ହେଇଥିଲା ଏବଂ 1764 ମସିହାରେ ବକ୍ସର ଯୁଦ୍ଧ ହେଇଥିଲା। ତେଣୁ ଏଇ ଦୁଇଟି ଯୁଦ୍ଧକୁ ସେମାନେ ବିଜୟ ହେଇ ବେଙ୍ଗଲକୁ ମଧ୍ୟ ଦଖଲ କରିଥିଲେ। ଧୀରେ ଧୀରେ ସାରା ଭାରତ ବର୍ଷକୁ ସେମାନେ ନିଜ ଦଖଲକୁ ନେଇଯାଇଥିଲେ। ଭାରତର ପ୍ରାକୃତିକ ସମ୍ପଦ, ଧନ ଧାନ୍ୟ ପ୍ରାଚୁର୍ଯ୍ୟ ଦେଖି ସେମାନେ ବିମୋହିତ ହେଇଯାଇଥିଲେ ଏବଂ ସେଇ ଭାରତର ପ୍ରାକୃତିକ ସମ୍ପଦ, ଖଣିଜ ପଦାର୍ଥକୁ ଧୀରେ ଧୀରେ ସେମାନେ ଲୁଣ୍ଠନ କରିବା ପାଇଁ ଚେଷ୍ଟା କଲେ ଏବଂ ଭାରତୀୟ ଲୋକମାନଙ୍କୁ ଅକଥନୀୟ ଅତ୍ୟାଚାର, ନାନା କଷଣ ଦେଲେ। ତେଣୁ ଯେଉଁମାନେ ପ୍ରତିବାଦ କଲେ, ତାଙ୍କ ଉପରକୁ ଲାଠିଚାର୍ଜ ଆରମ୍ଭ କରିଦେଲେ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ହଜାର ହଜାର ଲୋକଙ୍କ ଅତ୍ୟାଚାରକୁ ଭାରତୀୟମାନେ ଗ୍ରହଣ କରିପାରିଲେ ନାହିଁ। କିଛି ଆଗ ଧାଡ଼ିର ନେତୃବୃନ୍ଦ, ମହାନ ନାୟକ ଯଥା ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ମଙ୍ଗଲ ପାଣ୍ଡେ, ଖୁଦିରାମ ଘୋଷ, ଲାଲା ଲାଜପତ ରାୟ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ବାଜି ରାଉତ, ଲକ୍ଷ୍ମଣ ନାୟକ ଆଦି ବୀର ଯୋଦ୍ଧାମାନେ ଇଂରେଜ ମାନଙ୍କର ବର୍ବରତା, ଅନ୍ୟାୟ, ଅତ୍ୟାଚାରକୁ ସଜ୍ଜନ କରି ତାଙ୍କ ବିରୁଦ୍ଧରେ ସୁର ଉତ୍ତୋଳନ କଲେ। ସେଥିପାଇଁ ଏମାନଙ୍କୁ ଅନେକ ଥର ଜେଲ ଯିବା ପାଇଁ ପଡ଼ିଛି ଏବଂ କିଛି ନେତା ମଧ୍ୟ ହସି ହସି ଫାଶୀ କୁଣ୍ଡରେ ନିଜ ଜୀବନକୁ ବିସର୍ଜନ କରିଦେଇଛନ୍ତି। 1857 ମସିହାରୁ 1947 ମସିହା ଦୀର୍ଘ ବର୍ଷର ସଂଘର୍ଷ ପରେ 1947 ମସିହା ଅଗଷ୍ଟ 15 ତାରିଖ ଆଜିର ଦିନରେ ଭାରତ ସ୍ୱାଧୀନତାର ସ୍ୱାଦକୁ ଚାଖିଥିଲା ଏବଂ ସ୍ୱାଧୀନତାର ସୁନେଲି କିରଣ ଭାରତର ଧରାପୃଷ୍ଠକୁ ସ୍ପର୍ଶ କରିଥିଲା। ଯେଉଁ ମହାନ ନାୟକ, ବୀର ଯୋଦ୍ଧା ମାନଙ୍କ ବଳିଦାନ ଯୋଗୁଁ ଆଜି ଭାରତ ସ୍ୱାଧୀନ ପାଇଛି, ସେମାନେ ଆଜି ଚିରସ୍ମରଣୀୟ। ଆଜି ଆମେ ଛାତିରେ ଛାତି ରଖି କହୁଛୁ, ଆମେ ସ୍ୱାଧୀନ ଭାରତର ନାଗରିକ, ମୁକ୍ତ ଆକାଶର ବିହଙ୍ଗ। ଆମେ ଆଜି ସ୍ୱାଧୀନତା ପାଇଛୁ ସତ, କିନ୍ତୁ ସ୍ୱାଧୀନତାର ସଂଜ୍ଞାକୁ ଭୁଲି ଯାଇଛୁ। କାହିଁକି ଆଜି ମଧ୍ୟ ନାରୀଟିଏ ନିର୍ବାଧରେ ସବୁ ସମୟରେ ରାଜରାସ୍ତାରେ ବୁଲି ପାରୁନାହିଁ। ନିରକ୍ଷରତା, ଅନ୍ଧବିଶ୍ୱାସ, କୁସଂସ୍କାର, ଦାରିଦ୍ର୍ୟ ସୀମାରେଖା ତଳେ ଚାପି ହୋଇ ରହିଛନ୍ତି ଅନେକ ଲୋକ। ଶିକ୍ଷା ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରଗତି ଆଶାନୁରୂପ ହୋଇନାହିଁ। ଜାତି, ଧର୍ମ, ଭେଦଭାବରେ ଆଜି ଆମେ ଡୁବି ହୋଇ ରହିଛୁ। ଦୁର୍ନୀତି, ଭ୍ରଷ୍ଟାଚାର କବଳରୁ ଦେଶକୁ ମୁକ୍ତି କରିପାରୁନାହୁଁ। ଆଜି
ଦରିଦ୍ରଙ୍କ ଉପରେ ସବୁଳର ଅତ୍ୟାଚାର ବଢୁଛି। ତେଣୁ ମୁଁ ଆଜି ଆଶା କରୁନାହିଁ ଗାନ୍ଧିଜୀଙ୍କ ରାମରାଜ୍ୟ ସ୍ୱପ୍ନ ପୂରଣ ହୋଇଛି ବୋଲି। ତେଣୁ ଆଜିର ଦିନରେ ଆମେ ଶପଥ ନେବା, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ନିଜର ସ୍ୱାର୍ଥକୁ ବଳିଦାନ ଦେଇ ଦେଶ ପାଇଁ କାମ କରିବା। ତେଣୁ ଗୋପବନ୍ଧୁ ଦାସ ଲେଖିଥିଲେ, ମାନବ ଜୀବନ ନୁହେଁ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଯିଏ ନର, କର୍ମ ଏକତାର ଜୀବନର ମାନଦଣ୍ଡ। ଆଜିର ଦିନରେ ଆମେ ଆମର ବୀର ସୈନିକ ପାଇଁ ଗର୍ବ ଅନୁଭବ କରିବା ଉଚିତ, ଯାହାଙ୍କର ଅକ୍ଳାନ୍ତ ସେବା, ନିଃସ୍ୱାର୍ଥପର ମନୋଭାବ ଯୋଗୁଁ ଆମେ ଶାନ୍ତିର ନିଶ୍ୱାସ ନେଉଛୁ। ତେଣୁ ମୁଁ ମୋର ବୀର ଯୋଦ୍ଧା ବୀର ଯବାନ ମାନଙ୍କୁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ସବିଶେଷରେ ମୋର ଏହି ଆହ୍ୱାନ ଦେଶର ବିକାଶ ପାଇଁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ନିଃସ୍ୱାର୍ଥପର ଭାବରେ ଏକତ୍ରିତ ହୋଇ କାମ କରିବା ଉଚିତ। ଦେଶର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଅଭିବୃଦ୍ଧି ହେବା ଆବଶ୍ୟକ ଏବଂ ଦାରିଦ୍ର୍ୟତା ଓ ଅନ୍ଧବିଶ୍ୱାସ କୁସଂସ୍କାର ଦୂର ହେବା ଆବଶ୍ୟକ। ଦେଶର ଦୁର୍ନୀତି ଭ୍ରଷ୍ଟାଚାର ହଟିବା ଆବଶ୍ୟକ। ଦେଶର ନାରୀ ସଶକ୍ତିକରଣ ହେବା ଆବଶ୍ୟକ। ଦେଶ ପାଇଁ ଲଢ଼ିବା, ଦେଶକୁ ଗଢ଼ିବା, ଏହା ହିଁ ସମସ୍ତଙ୍କର କାମନା ହେବା ଉଚିତ। ତେଣୁ ଆସନ୍ତୁ ଆମେ ସମସ୍ତେ ମିଳିମିଶି କହିବା, ଜୟ ଯବାନ, ଜୟ କିଷାନ, ଜୟ ହିନ୍ଦ, ଜୟ ଭାରତ। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି।